ଏ ବିରତି କହୁଥିବେ ପରବର୍ତ୍ତୀ ସମୟରେ ଆପଣ କ'ଣ କରିବେ ବୋଲିକି ଭାବିଛନ୍ତି ଧନୁଯାତ୍ରା ସହିତ ଆପଣଙ୍କର ସମ୍ପର୍କ କିଭଳି ଭାବରେ ରହିବ? ଦେଖନ୍ତୁ ଆଜି ମୁଁ ସବୁ ଚ୍ୟାନେଲ ମାଧ୍ୟମରେ କହି ରଖୁଛି ଆସନ୍ତା ବର୍ଷ ଠାରୁ ବରଗଡ଼ ଧନୁଯାତ୍ରାରେ ମୁଁ କଂସ ଅଭିନୟ କରିବା ପାଇଁ ସ୍ୱହସ୍ତରେ ବିରତି ନେଉଛି। ମୁଁ ଆଉ ବରଗଡ଼ରେ କଂସ ଅଭିନୟ କରିବି ନାହିଁ। କାହିଁକି ନା ମୋ ବୟସ ମୋତେ ଟିକେ ସାଥ ଦେଉ। ତେଣୁ ବରଗଡ଼ ଧନୁଯାତ୍ରା ଭାରି କଷ୍ଟ। ତେଣୁ ମୁଁ ସ୍ୱଇଚ୍ଛାରେ ବିରତି ନେଉଛି। ଆଉ ଏ ଯେଉଁ କହିଲ ବରଗଡ଼ ଧନୁଯାତ୍ରା ପାଇଁ ସମ୍ପର୍କ ରହିବ କି ନାହିଁ, ମୁଁ ଜଣେ କଳାକାର। ବରଗଡ଼ ଧନୁଯାତ୍ରାରେ ମୋର ନିଶ୍ଚୟ ସମ୍ପର୍କ ରହିବ। ଯଦି ଧନୁଯାତ୍ରା କମିଟି ବରଗଡ଼ ଅଞ୍ଚଳବାସୀ ମୋତେ ସୁଯୋଗ ଦିଅନ୍ତି ତାହେଲେ ମୋ ଯେଉଁ ଗୁରୁମାନେ ଅଛନ୍ତି ଧନୁଯାତ୍ରାକୁ ଯେଉଁ ଡିରେକ୍ସନ୍ କରୁଛନ୍ତି ତାଙ୍କ ସଙ୍ଗରେ ମୋତେ ଯଦି ରଖନ୍ତି ମୁଁ ଯେଉଁ ପିଲାମାନେ ଧନୁଯାତ୍ରାରେ ଅଭିନୟ କରିବେ ଯେଉଁ କଳାକାରମାନେ ଅଭିନୟ କରିବେ ମୁଁ ତାଙ୍କୁ ପ୍ରାଞ୍ଜଳ ଭାବରେ ଶିକ୍ଷାଦାନ କରିବି ଯଦି ସମସ୍ତଙ୍କ ମୋ ପ୍ରତି କୃପା ଦୃଷ୍ଟି ପଡ଼େ। କିନ୍ତୁ ବରଗଡ଼ ବ୍ୟତୀତ ମୁଁ ଅନ୍ୟାନ୍ୟ ଯାତ୍ରାମାନଙ୍କରେ କେଉଁଠି କଂସ କେଉଁଠି ରାବଣ କେଉଁଠି ଜଳନ୍ଧର କେଉଁଠି ତାରକାସୁର ମୁଁ ନିଶ୍ଚୟ କରିବି। କଳା ଛାଡ଼ି ମୁଁ ବଞ୍ଚିପାରିବି ନାହିଁ। କିନ୍ତୁ ବରଗଡ଼ ଧନୁଯାତ୍ରାରେ ମୋତେ ଯଦି ସୁଯୋଗ ମିଳେ ମୁଁ ନିଶ୍ଚୟ କିଛି ଶିକ୍ଷାଦାନ କରିବି। ଧନ୍ୟବାଦ।